ତିର୍ତ୍ତୋଲ କୁଜଙ୍ଗ ପାରାଦୀପ ମଧ୍ୟଭାଗରେ ଅବସ୍ଥିତ ବ୍ୟବସାୟ କେନ୍ଦ୍ର ରାହାମା ବଜାରଠାରେ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ କାପ୍ରି ଗ୍ଲୋବାଲ କ୍ୟାପିଟାଲ ଗୋଲ୍ଡ ଲୋନ୍ ଲିମିଟେଡ୍ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଏହି ନୂତନ କାର୍ଯ୍ୟାଳୟକୁ ନୃସିଂହନାଥ ପୀଠର ମହନ୍ତ ମହାରାଜ ରମାକାନ୍ତ ଦାସ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାହାମା ବ୍ୟବସାୟୀ ମୁଖ୍ୟ ରିଜନାଲ ମ୍ୟାନେଜର ଉମେଶ ମହାନ୍ତି, ଏରିଆ ମୁଖ୍ୟ ଜିତେନ୍ଦ୍ର ମହାରାଣା ଓ ଶାଖା ପରିଚାଳକ କିଶୋର ଚନ୍ଦ୍ର ସ୍ୱାଇଁ, ରାହାମା ବଜାର କମିଟିର ଚିନ୍ମୟ ଦାସ, ବଂଶୀଧର କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ। ସାରା ଓଡ଼ିଶାରେ କିଛି ଶାଖା ଥିଲାବେଳେ ଗ୍ରାମାଞ୍ଚଳରେ ପ୍ରଥମ ଥର ରାହାମାଠାରେ କାପ୍ରି ଗ୍ଲୋବାଲ ଗୋଲ୍ଡ ଲୋନ୍ ଶାଖା ଖୋଲିଥିବାରୁ ସାଧାରଣ ଜନତା ଖୁସି ବ୍ୟକ୍ତ କରିଛନ୍ତି ଏବଂ ବ୍ୟାଙ୍କର ଖୋଲିବାର ମୁଖ୍ୟ କାରଣ ହେଲା ଗ୍ରାମାଞ୍ଚଳରେ ଥିବା ଚାଷୀ ବ୍ୟବସାୟୀମାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସହଯୋଗର ହାତ ବଢ଼ାଇବା। କାପ୍ରି ଗ୍ଲୋବାଲ କ୍ୟାପିଟାଲ ଗୋଲ୍ଡ ଲୋନ୍ କମ୍ପାନୀ ଚାଷୀ ଓ ବ୍ୟବସାୟୀମାନଙ୍କ ସର୍ବନିମ୍ନ ସୁଧରେ ଓ କମ୍ ସମୟ ମଧ୍ୟରେ ସମସ୍ତ ସୁବିଧା ଯୋଗାଇ ଦେଇଥାଏ। ବିଶେଷ କରି ଗ୍ରାହକମାନଙ୍କ ଚାହିଦାକୁ ଚାହିଁ କମ୍ପାନୀ ଗ୍ରାହକମାନଙ୍କୁ ସାହାଯ୍ୟ କରିଥାଏ। କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଥିଲାବେଳେ କମ୍ ସୁଧ ସହିତ ସର୍ବୋଚ୍ଚ ଲୋନ୍ ନେବାର ସୁବିଧା ଯୋଗାଇ ଦେବା ପାଇଁ ବଦ୍ଧପରିକର। ଗ୍ରାମାଞ୍ଚଳରେ ଏହି କମ୍ପାନୀର ପ୍ରଚାର ପ୍ରସାର ପାଇଁ ଆଗାମୀ ଦିନରେ ଏକ ବୃହତ୍ ଯୋଜନା ହାତକୁ ନେବ ବୋଲି ଗୋଲ୍ଡ ଲୋନ୍ କମ୍ପାନୀର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଏହି ଉତ୍ସବକୁ ଦେବାଶିଷ ସାହୁ, ଆଶିଷ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ମୋ ନାଁ ହେଲା ଜିତେନ୍ଦ୍ର ମହାରଣା, ମୁଁ ଏ ଶାଖାର ଏରିଆ ମ୍ୟାନେଜର। ଏଇଟା ଆମର କାପ୍ରି ଲୋନ୍ ଯେଉଁଟାକି ଆମର ଏବେ ନୂଆ ଭାବରେ ଏବେ ରାହାମା ବଜାରରେ ଫାଷ୍ଟ ଉଦ୍ଘାଟନ ହେଲା, ଯେଉଁଟାକି ଆମର ଏଇ ଯେଉଁ କାପ୍ରି ଲୋନ୍ ନର୍ଥ ଇଣ୍ଡିଆରେ ପ୍ରଥମେ ଚାଲିଥିଲା। ଏବେ ଆମ ଇଷ୍ଟର୍ଣ୍ଣରେ ଆମେ ଚାଲିଛୁ, ଏବେ ଆରମ୍ଭ ହେଲା, ଯେଉଁଟାକି 4ଟା ବ୍ରାଞ୍ଚ ଏବେ ଆମର ଆରମ୍ଭ ହେଇଛି। ରାହାମା, ଗୋସାଣ ନୂଆଗାଁ ବ୍ରହ୍ମପୁରର, ଯାଜପୁର ଟାଉନ୍ ପ୍ଲସ୍ ଲୁଇସ୍ ରୋଡ଼ ଭୁବନେଶ୍ୱରରେ। ତ ଏଇଟା ଆମର ରାହାମା ଶାଖା। ଏ ଶାଖାରେ ଆମର କେବଳ ଗୋଲ୍ଡ ଲୋନ୍ର ଆମେ ଏଠି ଆମେ କରିପାରିବୁ। ଗୋଲ୍ଡ ଲୋନ୍ ଯେଉଁଟାକି ବେସିକାଲି ଆପଣ ଜାଣିଥିବେ ବଜାରରେ ଗୋଲ୍ଡ ଲୋନ୍ର ଚାହିଦା ଏବେ ଠିକ୍ ଅଛି। ଲୋକଙ୍କର ଟିକେ ରିକ୍ୱାରମେଣ୍ଟ ରହୁଛି କି କମ୍ ଇଣ୍ଟରେଷ୍ଟରେ ଅଧିକା ମୂଲ୍ୟ ଟିକେ ମିଳିଲେ ତାଙ୍କୁ ଟିକେ ସୁବିଧା ହେବ। ତା ସାଥିରେ ଅଲଗାର କିଛି ପ୍ରଡ଼କ୍ଟ ବି ରହୁଛି ଯେଉଁଟାକି ଆମକୁ କଷ୍ଟମର ବେନିଫିଟ୍ ବି ଆମେ ଦେଇପାରୁଛୁ, ଯେଉଁଟାକି ମାର୍କେଟରେ ନାହିଁ। ଆମେ ସେଇଟା କମ୍ରେ ଏଠି ଆମେ ଦେଇପାରୁଛୁ। ମୁଁ କାପ୍ରି ଗୋଲ୍ଡ ଲୋନ୍ରେ ମ୍ୟାନେଜର ଅଛି। ଆମର ମୋଟୋ ଯେ ଆମେ ତାଙ୍କୁ ସର୍ଭିସ୍ ଦେଇପାରିବୁ ଯେଉଁଟାକି ସେମାନେ ଉପକୃତ ହେବେ। ମେଡ଼ିକାଲର ଇନ୍ସୁରାନ୍ସ ବି ରହୁଛି, ସେ ଫ୍ୟାସିଲିଟି ବି ଅଛି। ରାହାମାରେ 5ଟି ଥିଲେ ମଧ୍ୟ 6ଟିର ଆବଶ୍ୟକତା ଅଛି, କାରଣ ରାହାମା ଗୋଟେ ବିଜନେସ୍ ଆଡ୍ଡା କହିଲେ ଚଳେ, ଯେଉଁଠିକି ମାନେ ବଡ଼ ବଡ଼ ବିଜନେସମ୍ୟାନ୍ ଯେଉଁମାନେ ଅଛନ୍ତି ସେମାନେ ବି ଆସିକିରି ଏଠି ବିଜନେସ୍ କରୁଛନ୍ତି। ସେଥିପାଇଁ ସମସ୍ତଙ୍କୁ ଭଲ ସର୍ଭିସ୍ ଦେବା ପାଇଁ ଆମେ ଏଠାରେ ବ୍ରାଞ୍ଚ ଓପନିଂ କରିଛୁ। ଏବଂ ଆମର 600-700 ଯେଉଁ ବେପାରୀ ଭାଇମାନେ ଅଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ସୁହାଇବ ଏବଂ ବେପାରରେ କିଛି ଉନ୍ନତି ହେବ ବୋଲି ମୁଁ ଆଶା କରୁଛି। ଏବଂ ଏହା ବି ପ୍ରତିଶ୍ରୁତି ଦେଉଛି ଯାହା ବଜାର କମିଟି ତରଫରୁ ଆମକୁ ସାହାଯ୍ୟ ସହଯୋଗ ଆବଶ୍ୟକ ପଡ଼ିବ ଆମେ ନିଶ୍ଚିତ ଭାବରେ ଯୋଗାଇ ଦେବୁ। ଯେ ସୁବିଧା ଯାହା ବି ମୁଁ ଏଠି ବୁଝି ସାରିଲିଣି, ଅନ୍ୟ ସଂସ୍ଥା ତୁଳନାରେ ବହୁତ ସୁଧ ହାର କମ୍ ଅଛି। ତେଣୁ ନିଶ୍ଚିନ୍ତ ବ୍ୟବସାୟୀ ଭାଇମାନେ ଆଦେହରୁ ଉପକୃତ ହେବେ, ଏତିକି ଆଶା କରୁଛି।